জয় মা ঠাকুরানী, জয় মা কালী, জয় মা মঙ্গলা। বলে বাবু, এই দেখুছ, এই ହେଉଛି সেই কাদম্বিনী অরণ্য। এই অরণ্ୟରେ পুତିକି ରଖିଥିବ ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତି ବାବୁ। ହେଲେ ବାବୁ, ମୂର୍ତ୍ତିଟା କେଉଁ ଜାଗାରେ ପୁତିକି ରଖିଛି ମନେ ପଡୁନି ବାବୁ, ମନେ ପଡୁନି। ଭଣଜା ବାପା ତ ଏ ବୃଦ୍ଧ ମାମୁ ଚକ୍ର ଧର ଧର ଥାଉ ଥାଉ ତୋରେ ମନ ପଡିବ କାହିଁକି ଲୋ? ଏ ବାବୁ, କଣ କହିବାକୁ ଯାଉଛ ବାବୁ? ଭଣଜା ଏ ବାବୁ, ଆଲୋ ମୋ ଗେଲା ଭଣଜା ମୋ ସୁନା ଭଣଜା ମୋ କୁକୁର ମୁଣ୍ଡିଆ ଭଣଜା। ବାବୁ କୁହ ଭଣଜା। ଏ ବାବୁ, ବାପା ତୁ ପରା ରାଜାଙ୍କ ଘରେ 5 ବର୍ଷ ଚକିଟା ପିସୁଥିଲୁ। ଏଇ ସତ କଥା ବାବୁ, ତୁମେ କହିବା କଥା ହେଉଛି ସମ୍ପୂର୍ଣ୍ଣ ଭାବରେ ସତ। କେମିତି ମନେ ପଡିବ ଲୋ ବାପ? ତ ଏଡେଟିଏ ମୁଣ୍ଡକୁ ତୁ ସେଇ 5 ବର୍ଷ ପଛପଟକୁ ନେଇଯା, ତାପରେ ହିଁ ଜଣା ପଡିବ ମୂର୍ତ୍ତିଟା ତୁ କାଦମ୍ବିନୀ ଅରଣ୍ୟରେ ପୋତିଛୁ ନା ଆଉ କୋଉ ଅରଣ୍ୟରେ ଲୋ ବାପ? ତାହେଲେ ବାବୁ, ମୋ ମୁଣ୍ଡକୁ ସେଇ 5 ବର୍ଷ ତଳକୁ ନେଉଛି ବାବୁ, ସେଇ 5 ବର୍ଷ ତଳକୁ ନେଉଛି। ଠିକ ମନେ ପଡିଯାଇଛି ବାବୁ, ମନେ ପଡିଯାଇଛି। ମୁଁ କହୁନଥିଲି ଲୋ ମୋ ଖେଲା ଭଣଜା, ବିଶାଳ ବଡ ବଡ ଗଛ, ବିଶାଳ ବଡ ବଡ ଗଛ, ତା ବାମ ପଟରେ ବିଶାଳ ବଡ ପଥର, ତା ବାମ ପଟରେ ପୁଣି ବିଶାଳ ପଥର, ଆଉ ତା ମଝିରେ ପୁତିକି ରଖିଛି ସେଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ବାବୁ। ତା ମଝିରେ ପୋତିକି ରଖିଛୁ ସେଇ ଭଗବାନଙ୍କର ସୁବର୍ଣ୍ଣ ମୂର୍ତ୍ତି। ଓ ବାବୁ, ଭଣଜା ଏ ବାବୁ, ବାପା ମୋ ବଡ ମୁଣ୍ଡିଆ ଭଣଜା। ହେଲେ ବାବା, ଏଇ କାଦମ୍ବିନୀ ଅରଣ୍ୟରେ ତ ସେମିତି ଗଛ କି ପତ୍ର ଦିଶୁନି। ବାବୁ, ଏଇ କାଦମ୍ବିନୀ ଅରଣ୍ୟରେ ହିଁ ପୁତିକି ରଖିଛୁ ସେଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି। ହେଲେ ବାବୁ, କାହିଁକି ବିଳମ୍ବ କରିବା? ତମେ ଏପଟରେ ଖୋଜ ବାବୁ, ମୁଁ ସେପଟେ ଖୋଜୁଛି। ଚାଲ ବାବୁ, ଖୋଜିବା ଚାଲ। এই ଦେଖିପାରୁଛ ବାବୁ, ଏ ହେଉଛି ସେଇ ବିଶାଳ ବଡ ବଡ ଗଛ, ତା ବାମ ପଟରେ ବିଶାଳ ବଡ ପଥର, ତା ମଝିରେ ପୁତିକି ରଖିଥିବ ସେଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି। ଏଇ ଦେଖ ବାବୁ, ଏଇ ଦେଖ। बोलो बाबू तुम्हें कौन देखी कि भगवान श्रीकृष्ण सही सुवर्ण मूर्ति बाबू
ବାପ ମୋ 14 ପୁରୁଷରେ ସେମିତି ବୋଲି କେବେ ମୂର୍ତ୍ତିଟା ମୁଁ ଦେଖିନି ଲୋ ବାପ। ଦେଖିବ ବାବୁ, ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତିଟା ଦେଖିବ। ଆସ ମୋ ପାଖକୁ ଆସ ବାବୁ, ଆସ। ହ୍ୟାଲୋ ବାବୁ, ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ତ ମୁଁ ପାଇସାରିଛି ବାବୁ। ହେଲେ ବାବୁ କେମିତି ନେବି ଏଇ ବୃନ୍ଦାବନ ରାଜ୍ୟ ରାଣୀହଂସପୁରକୁ ଏଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି? ଯଦି ଏ ବୃନ୍ଦାବନ ନଗରବାସୀ ମତେ ଦେଖି ଦିଅନ୍ତି ତାହେଲେ କଣ କହିବେ ଜାଣିଛ ବାବୁ? କହିବେ ଦେଖରେ ଦେଖ, ସୂର୍ଯ୍ୟ ମୂର୍ତ୍ତି ଚୋରି କରି 5 ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇ ପୁଣି ମୂର୍ତ୍ତିଟା ଫେରାଇବା ପାଇଁ ରାଣୀହଂସପୁର ଯାଉଛି। ବାବୁ ହରେ ଛାପା ପକାଇବେ, ବାବୁ ହରେ ଛାପା ପକାଇବେ। କଣ ତାର ବ୍ୟବସ୍ଥା ଅଛି କି ବାବୁ? ଭଣଜାଲୁ ବାପା ମୋ ସୁନା ଭଣଜା, ମୋ ଗେଲା ଭଣଜା, ମୋ ବଡ ମୁଣ୍ଡିଆ ଭଣଜା, ତୋ ଚକ୍ରଧର ମାମୁଁ ଥାଉ ଥାଉ କିଛି ହବନି ଲୋ ତୋର। ସତ କଥା ବାବୁ। ଭଣଜିଆ ବାପା ମୁଁ ତତେ ନିତିଦିନ କଣ କହେ? କଣ ତାକୁ ଭଲ ମାମୁ? ଭଣଜା ମୁଁ ପରା ଶକୁନି ଆଉ ମନ୍ଥରାକୁ ଗୁରୁ କରିଛି। ମୁଁ ଚକ୍ରଧର, ବୁଦ୍ଧି ଆଉ ବିଦ୍ୟାରେ ପୁଣି ଦୁରାନ୍ଦର। ସମ୍ପୂର୍ଣ୍ଣ ଭାବରେ ସତ କଥା ବାବୁ। ଭଣଜା ବାବୁ ଏଇ ଦେଖ, ଏଇ ବସ୍ତ୍ରରେ ଯଦି ଆମେ ସେଇ ରାଧାକୃଷ୍ଣଙ୍କର ସୁବର୍ଣ୍ଣ ମୂର୍ତ୍ତିକୁ ନେଇଯିବା ତାହେଲେ ବୃନ୍ଦାବନ ନଗରବାସୀ କେହି ବି ଜାଣିପାରିବେନି ଲୋ। ଏ କହିବା କଥା ହେଉଛି ସମ୍ପୂର୍ଣ୍ଣ ଭାବରେ ସତ। ଯଦି ଏ ବସ୍ତ୍ରରେ ଗୁଣେଇକି ନେଇଯିବା ତାହେଲେ ଜାଣିପାରିବେନି ଏଇ ବୃନ୍ଦାବନ ନଗରବାସୀ। ବାବୁ ବାପା ଶୁଭ କାମରେ ଡେରି କରିବାନି ଲୋ। ବାବୁ ତାହେଲେ ବିଳମ୍ବ କାହିଁକି? ଯିବା ଚାଲ ବୃନ୍ଦାବନ ରାଜ୍ୟ ରାଣୀହଂସପୁର ମହାରାଣୀ ଶକୁନ୍ତଳ ବାସ। ବାବୁ କାହିଁକି ବିଳମ୍ବ କରିବା? ଯିବା ଚାଲ, ଯିବା ବାବୁ।